ବୁଢ଼ା ଶଙ୍କରୀ ଜଣେ ଗରିବ ଚୁଡ଼ି ବିକାଳି। ଜୀବନ ତାଙ୍କୁ କେବଳ ଦୁଃଖ ଦେଇଥିଲା, ତଥାପି ସେ ଜୀବନ ସହ ଲଢ଼ି ଚାଲିଥିଲେ। ହଠାତ୍ ତ ଗୋଟେ ଦିନ ସେ ଦେଖିଲେ ଜଣେ ସୁନ୍ଦର ଯୁବତୀ। ମୋ ପାଇଁ ଆସମାନ ତାରା ଚୁଡ଼ି ତିଆରି କରିପାରିବେ? ନିଶ୍ଚୟ। ସେହି ଝିଅର ହସ ବୁଢ଼ା ଶଙ୍କରୀକୁ ନିଜ ଝିଅର ହସ ପରି ଲାଗୁଥିଲା। ସେ ନିଜର ସମସ୍ତ ଶ୍ରମ, ସମୟ ଓ ଭଲ ପାଇବା ଚୁଡ଼ି ମଧ୍ୟରେ ଭରିଦେଲେ। ଅସୁସ୍ଥତା ଆସିଲା, ଶରୀର ଭାଙ୍ଗିଗଲା, କିନ୍ତୁ ମନ ହାରିଲାନି। ରଜ ପର୍ବ ପୂର୍ବରୁ ସେ ଚୁଡ଼ି କାମ ସାରିଦେଲେ। ରଜ ଦିନ ଜମିଦାରଙ୍କ ଘର, ଶୋକାକୁଳ ପରିବେଶ। ଭାଗ୍ୟ ଆଗରେ ମଣିଷ ଅସହାୟ। ସେ ଯୁବତୀ ଏବେ ବିଧବା। ଏ କଥା ଶୁଣି ବୁଢ଼ା ଶଙ୍କରୀ ଆଖିର ଲୁହା ଧାର ଧାରାଇ ବୋହିଗଲା। ସୁନ୍ଦର ହାତଗୁଡ଼ି ଏବେ ଚୁଡ଼ିହୀନ। ବୁଢ଼ା ଶଙ୍କରୀ କାନ୍ଦି କାନ୍ଦି ଦୂରକୁ ଚାଲିଗଲେ। ଜଣେ ଏକାକୀ ମଣିଷ, ତାଙ୍କ ଭାଙ୍ଗି ଯାଇଥିବା ସ୍ୱପ୍ନ ସାହା। ବୁଢ଼ା ଶଙ୍କରୀ ଦୁଃଖ, ପ୍ରେରଣା ଓ ଭାଗ୍ୟର କାହାଣୀ।